ଏଇ କିଛି ଦିନ ଆଗରୁ ବାଇଗଣ ଡାଳରୁ ମୁଁ ଏତେ ସାରା ସବୁ ଚାରା ବନେଇଥିନି, ଭାବିଲି ବୋଧହୁଏ ଏଥରକ କିଣିବାକୁ ଆଉ ପଡ଼ିବନି। ବୋଧହୁଏ ମୁଇଁ ହେଉଛି ସବୁ ବାଇଗଣ ଚାରା କିଛି ବିକ୍ରି କରିବି। କିନ୍ତୁ ବିକ୍ରି କରିବା ଦୂରର କଥା, ସ୍ୱାମୀଙ୍କ ମନ ପସନ୍ଦକୁ ଗଲାନି। କାହିଁକିନା ସେଇ ଗଛ ଯେହେତୁ 2 ଥର ଲଗା ହେଇସାରିଲାଣି, ତ ସେ ଗଛକୁ ଆଉ ଲଗେଇବାକୁ ରିପିଟ୍ କରିବାକୁ ତାଙ୍କୁ ପସନ୍ଦ ଲାଗୁନି। କହିଲେ ସେଇ ଗଛ ଲଗେଇବି, ଯଦି ମାନେ ଚାରା ବନେଇଛୁ ତ ତାକୁ ଲଗେଇବି, ଫିଙ୍ଗିବିନି। କିନ୍ତୁ ଏକ୍ସଟ୍ରା କିଛି ବି ନୂଆ ଚାରା ଲଗେଇବି, ଯୋଉଗୁଡ଼ାକ କଣ୍ଟା ବାଇଗଣ ଅଛି। ଆଉ କଣ୍ଟା ବାଇଗଣଟା ତ ଆପଣମାନେ ଜାଣିଥିବେ, କଣ୍ଟା ବାଇଗଣଟା ହେଉଛି ଡିଅ ବାଇଗଣ, ଯୋଉଟାକି ଆମର ଏଇ କିଚେନ୍ ଗାର୍ଡ଼େନରେ ବହୁତ ବଢ଼ିଆ ଫଳିବ। ସେଇଥିପାଇଁକା କିଛି ବାଇଗଣ ଚାରା ସହିତ କିଛି ମାରିସକଡ଼ା ଚାରା ନେଇ ଆସିଛନ୍ତି, ଆଉ କିଛି ଭେଣ୍ଡି ବି ମଧ୍ୟ ଆଣିଛନ୍ତି, ଆଉ କିଛି ନୂଆ ପନିପରିବା ବି ମଧ୍ୟ ଆଣିଛନ୍ତି। ଆଗତୁରିଆ ଚାରା ଲଗେଇବାକୁ ହେଉଛି ବହୁତ ଇଚ୍ଛା, ଆଉ ସେଥିପାଇଁକା ଆଗତୁରିଆ ପନିପରିବା ପାଇବା ପାଇଁ ଆମେ ଆଗତୁରିଆ କିଛି ଗଛ ନେଇ ଆସିଥିଲୁ। ଆଉ ଗଛଗୁଡ଼ା କାଫି ଡେଙ୍ଗା ଡେଙ୍ଗା ହେଇଯାଇଛି, କାହିଁକିନା ଏଗୁଡ଼ାକ ଟିକେ ବର୍ଷା ହେଉଛି, ଖରା ହେଉଛି, ଏସବୁ ସିଜନ୍ ଅପ୍ ଡାଉନ୍ ପାଇଁ କିଛି ଚାରା ହେଉଛି ଛାଇରେ ରହିବା ଯୋଗୁଁ ଏମିତି ଡେଙ୍ଗା ବି ମଧ୍ୟ ହେଇଯାଏ। ଆଉ କିଛି ଚାରା ଏମିତି ତ ପୁରା ବାଙ୍ଗରା ରହେ ଯଦି ସୂର୍ଯ୍ୟ କିରଣ ଟିକେ ପାଇଲା ଠିକ୍ ଭାବରେ। ଯେହେତୁ ଏ ଚାରା ଗୁଡ଼ାକ ଏବେ ଛାଇରେ ରହୁଛି, ସେଥିପାଇଁକା ଏମିତି ଚାରା ବୋଧହୁଏ ହେଇଯାଇଛି, ଭାବୁଛି ମୁଁ ଯାହା। ଯେହେତୁ ଏଇଟା ଆମର କିଣା ହେଇକି ଆସିଛି ବଜାରରୁ, ସେଥିପାଇଁ ମୁଁ ବି କହିପାରିବିନି ତାର ଜାତିଟା ସେଇଆ କି ତାର ସେମିତି ଛାଇରେ ହେଇଛି ବୋଲିକି ତାର ଏମିତି ଡେଙ୍ଗା ହେଇଯାଇଛି, ମୁଁ ସେଇଟା କହିପାରିବିନି। କିନ୍ତୁ ପ୍ରଥମେ ମୁଁ ମୋର ଥର୍ମୋକୋଲ୍ ପେଟିରେ ଯାହା ଯେତିକି ମାଟି ସବୁ ଥିଲା, ଆଉ ଏଇଥିରେ ନା ଆମର ପତ୍ରରୁ ଯେଉଁ ଶୁଖିଲା ପତ୍ରରୁ ଯେତିକି ଖତ ହୁଏ, ସେଇଗୁଡ଼ାକ ଆମର ଏଇ ପେଟିରେ ବେଶୀ ଭରପୁର ମାତ୍ରାରେ ଦିଆହେଇଛି। ଆଉ ପତ୍ରରୁ ତିଆରି ଖତରେ ଆପଣମାନେ ଜାଣିଥିବେ ପୋଟାସିୟମର ମାତ୍ରା ବହୁତ ଥାଏ, ଯେଉଁଥିରେ କି ଗଛ ଗୁଡ଼ାକ ବହୁତ ସ୍ପିଡିରେ ଗ୍ରୋ କରିଥାଏ। ତ ସେଇଥିପାଇଁକା ସ୍ୱାମୀ କହିଲେ, ଏଇସବୁ ସୋଲ ପେଟିରେ ତୁ କିଛି ବି ଫୁଲ ଚାରା ଲଗାନା, ଏସବୁ ସୋଲ ପେଟି ମୁଁ କିଛି ପନିପରିବା ଗଛ ଲଗେଇବି। ଆଉ ତାଙ୍କୁ ବି ମନା କରିବା ଠିକ୍ ନୁହଁ, କାହିଁକିନା ପନିପରିବା ଗଛ ଗୁଡ଼ାକ ଯେହେତୁ ହାତରେ ବଣ୍ଡାଲେ ଧରିକି ଆସିଛନ୍ତି, ସେଥିପାଇଁକା ଆଉ ଜାଗା ବି ନଥିଲା। ସେଥିପାଇଁ ତାଙ୍କୁ ଦେଇଦେଲି ସେ ଜାଗା ଗୁଡ଼ାକ, ଆଉ ସେ ସବୁ ଲଗେଇଦେଲେ ମନ ଖୁସିରେ। ତାପରେ ହେଉଛି ଏଠି ବାଇଗଣ ଚାରା କିଛି ଲଗଉଥିଲେ। ବାଇଗଣ ଚାରା ମୁଁ ଯେତିକି ଲଗେଇଛି ସେଗୁଡ଼ାକ ତ କାଫି ବଢ଼ିଆ ଗ୍ରୋଥ୍ ହେଉଛି, ଆଉ ସେଗୁଡ଼ାକ ବହୁତ ସୁନ୍ଦର ଦେଖାଯାଉଛି, ଫୁଲ ଗଛ ବି ଧରିଲାଣି। କିନ୍ତୁ ସେଗୁଡ଼ାକ ଆମର କିଛି ଛୋଟ ବଗିଚାରେ ଲାଗିବ, ଯୋଉଟାକି ଆମର ବାଡ଼ି ପଛରେ ଅଛି। ତ ସେଥିପାଇଁକା ଏଇ ଯେଉଁ ନୂଆ ଗଛ ଆଣିଛନ୍ତି, ଏଗୁଡ଼ାକ ଆମର ବାଡ଼ି ବାଇଗଣ, ଯୋଉଟାକି ଆମର ଡିଅ ବାଇଗଣ କୁହନ୍ତି, କଣ୍ଟା ବାଇଗଣ। ତ ଏଇଟା ଗାଁରେ ବହୁତ ମାତ୍ରାରେ ଦେଖିବାକୁ ମିଳେ। ତ ଏଇ ବାଇଗଣଟା ସ୍ୱାମୀଙ୍କର ବହୁତ ପସନ୍ଦ, ଯେହେତୁ ସେଥିପାଇଁକା ଏଇ ଗଛଟାକୁ ନେଇକି ଚାଲି ଆସିଛନ୍ତି, 4ଟା ପାଖାପାଖି ଗଛ। ତ ଏଇଟାର ବହୁତ କମ୍ ଦାମ୍ ପଡ଼ିଥିଲା, ଗୋଟେ ଗଛ 2 ଟଙ୍କା ଲେଖା ଦେଇକି ଆଣିଛନ୍ତି। ବହୁତ ଡେଙ୍ଗା ବାଇଗଣ ଗଛ ବି ରହିଛି। ତ ଯାହା ବି ହଉ ଗଛ ଗୁଡ଼ାକ ବଞ୍ଚିଯାଉ, ଭଗବାନଙ୍କୁ ଡାକୁଛି, କାହିଁକିନା ଏବେ ଯେଉଁ ଭଳିଆ ବର୍ଷା ହେଉଛି, ସେଥିପାଇଁକା ଡର ବି ଲାଗୁଛି। ତାପରେ ଯାଇଥିଲୁ ଆମେ, ଆଉ କିଛି ବଳକା ଭେଣ୍ଡି ଗଛ ରହିଯାଇଥିଲା, ତାକୁ ଲଗେଇବା ପାଇଁ ଯାଇଥିଲୁ। ତ ତାକୁ ଆମେ ଏଇଭଳିଆ 15 ଇଞ୍ଚ ବାଇ 15ର ଆମର ଗ୍ରୋ ବ୍ୟାଗ୍ ଯେଉଁ ଥିଲା ଫାଙ୍କା ପଡ଼ିଥିଲା, ତ ସେଇ ଗ୍ରୋ ବ୍ୟାଗ୍ରେ ଆମେ ଭର୍ତ୍ତି କରିଦେଇଥିଲୁ। ପାଖାପାଖି କରିକି ଲଗେଇଥିଲୁ, କାହିଁକିନା ଏଇଟା ଯେହେତୁ ଯେତିକି ଉଷାର ଯେତିକି ଲମ୍ବ ଅଛି ଗ୍ରୋ ବ୍ୟାଗ୍ର, ସେଥିପାଇଁକା ଏଠି 8ରୁ 10ଟା ଗଛ ଲଗେଇଲେ ବି ମଧ୍ୟ ଆରାମସେ ଗ୍ରୋ ହେଇଯିବ, ଫଳିବ ବି ବହୁତ ଭଲ। ସେଥିପାଇଁ ମୁଁ ଏଠି 4ରୁ 6ଟା ଭଳିଆ ଗଛ ଲଗେଇ ଦେଇଛି। ତ ଆଗକୁ ୟାର ଭିଡ଼ିଓ ଗୁଡ଼ା ଦେଖିବେ କେମିତି କ'ଣ ଗ୍ରୋଥ୍ ହେଉଛି, ସେଥିପାଇଁ ଚ୍ୟାନେଲ୍ ସହିତ ଯୋଡ଼େ ରୁହନ୍ତୁ। ରହିଲି, ଜୟ ଜଗନ୍ନାଥ।